ନମସ୍କାର, ଆପଣମାନଙ୍କୁ ମୁଁ ତୃପ୍ତି ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, କ୍ରିକେଟ ପ୍ରେମୀମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଆଜି ଆମେ ଏମିତି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ବହୁତ ବାଧିଛି ଏବଂ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି। ଟି-20ର ବିଶ୍ୱ ବିଜେତା ଭାରତୀୟ ଦଳ ଆୟାରଲ୍ୟାଣ୍ଡ ଗସ୍ତରୁ 0-2ରେ ସିରିଜ୍ ହାରି ଫେରୁଛନ୍ତି। ହଁ, ଆପଣ ଠିକ୍ ଶୁଣିଛନ୍ତି। ଆୟାରଲ୍ୟାଣ୍ଡ ଭଳି ଏକ ଦଳଠାରୁ ଆମର ଚାମ୍ପିୟନ ଦଳ ଦୁଇଟି ଯାକ ମ୍ୟାଚ୍ ହାରିଯାଇଛି। ଯଦି ଗୋଟିଏ ମ୍ୟାଚ୍ ହାରିଥାନ୍ତା, ତେବେ ଲୋକେ କହିଥାନ୍ତେ କି ହୁଏତ ଭାଗ୍ୟ ସାଥ ଦେଲାନି କିମ୍ବା ଆୟାରଲ୍ୟାଣ୍ଡର ତୁକା ଲାଗିଗଲା। କିନ୍ତୁ କ୍ରମାଗତ ଭାବେ ଦୁଇଟି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର ସମ୍ମାନ ଉପରେ ବଡ଼ ଆଘାତ ଲାଗିଛି। ଦର୍ଶକ ବନ୍ଧୁ, ଏହି ହାର ଠାରୁ ମଧ୍ୟ ବଡ଼ ବିବାଦ ଏବେ ଭାରତୀୟ କ୍ରିକେଟ ଭିତରେ ମୁଣ୍ଡ ଟେକିଛି। ସେହି ବିବାଦ ହେଉଛି ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ପ୍ଲେଇଂ 11ରେ ସୁଯୋଗ ଦିଆଗଲା ନାହିଁ? କ'ଣ ବୈଭବଙ୍କ ବିରୋଧରେ ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ଚାଲିଛି? କାହିଁକି ଏହି 15 ବର୍ଷର ଯୁବ ପ୍ରତିଭାଙ୍କୁ କେବଳ ଷ୍ଟାଡିୟମରେ ପାଣି ବୋତଲ ବୋହିବା ପାଇଁ ରଖାଯାଇଥିଲା? ଆଜି ଆମେ ଏହି ଭିଡିଓରେ ସେହି ପରଦା ପଛର କାହାଣୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଭାରତୀୟ କ୍ରିକେଟରେ ଏବେ ଏକ ଅଜବ ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ଦଳ ବିଶ୍ୱ ଚାମ୍ପିୟନ ହେବାର ଗର୍ବ କରୁଛି, ଆଉ ଅନ୍ୟପଟେ ଆୟାରଲ୍ୟାଣ୍ଡ ଭଳି ଦଳ ସାମ୍ନାରେ ଆଣ୍ଠୁ ମାଡ଼ି ବସୁଛି। ସାରା ଦେଶର କ୍ରିକେଟ ପ୍ରେମୀ ଏହି ହାରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୋସିଆଲ ମିଡିଆରେ ଦଳର ଚୟନ ପ୍ରକ୍ରିୟା ଏବଂ ମ୍ୟାନେଜମେଣ୍ଟ ଉପରେ ତୀବ୍ର ଆକ୍ରମଣ କରାଯାଉଛି। ଲୋକେ ପଚାରୁଛନ୍ତି କି ଯେଉଁ ଖେଳାଳି ଇଂଲଣ୍ଡରୁ ସ୍ୱତନ୍ତ୍ର ଭାବରେ ଡକାଯାଇଥିଲେ, ଯିଏ ଆଇପିଏଲ୍ ଏବଂ ଶ୍ରୀଲଙ୍କା ଏ ବିପକ୍ଷରେ ରନ୍ସର ପାହାଡ଼ ସୃଷ୍ଟି କରିଥିଲେ, ତାଙ୍କୁ ଦଳ ବାହାରେ ବସାଇବାର କାରଣ କ'ଣ? କାହା ଇଙ୍ଗିତରେ ବୈଭବକୁ ଡେବ୍ୟୁ କରିବାର ସୁଯୋଗ ଦିଆଗଲା ନାହିଁ? ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ଦଳର ବେଞ୍ଚରେ ବସି ବହୁତ ନିରାଶ ଏବଂ ମ୍ରିୟମାଣ ଦେଖାଯାଉଛନ୍ତି। ତାଙ୍କ ସାମ୍ନାରେ ହର୍ଷିତ ରାଣା ଏବଂ ଅନ୍ୟ ଖେଳାଳିମାନେ ଖୁସି ମନାଉଛନ୍ତି। ବୈଭବକୁ ଶ୍ରୀଲଙ୍କା ଏ ବିପକ୍ଷରେ ଟ୍ରାଇ ସିଜନ ଫାଇନାଲରେ ଚମତ୍କାର ପ୍ରଦର୍ଶନ ପରେ ଦଳକୁ ଅଣାଯାଇଥିଲା। ଆଇପିଏଲରେ ମଧ୍ୟ ତାଙ୍କର ବ୍ୟାଟିଂ ଶୈଳୀ ଦେଖି କ୍ରିସ୍ ଗେଲଙ୍କ ଭଳି ବହୁତ ବଡ଼ ବଡ଼ ରେକର୍ଡ ଭାଙ୍ଗିଯିବ ବୋଲି ଆଶା କରାଯାଉଥିଲା। ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଥିଲେ ଏବଂ ବିଶ୍ୱର ଶ୍ରେଷ୍ଠ ବୋଲର ଯଥା ବୁମ୍ରା, ଭୁବନେଶ୍ୱର କୁମାର ଏବଂ ହ୍ୟାଜେଲାଉଡରଙ୍କ ଭଳି ଖେଳାଳିମାନଙ୍କୁ ପ୍ରତ୍ୟାହାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏଭଳି ଜଣେ ଇନଫର୍ମ ଖେଳାଳିଙ୍କୁ ଆୟାରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚରେ ଦଳରେ ସାମିଲ ନ କରି କେବଳ ପାଣି ବୋତଲ ଧରାଇବା ପାଇଁ ମଇଦାନକୁ ପଠାଯାଉଛି। କ୍ରିକେଟ ବିଶେଷଜ୍ଞ ଏହାକୁ ମ୍ୟାନେଜମେଣ୍ଟର ଅହଙ୍କାର ବୋଲି କହୁଛନ୍ତି। ସାଧାରଣରେ ଆଲୋଚନା ହେଉଛି କି ବର୍ତ୍ତମାନର ଦଳରେ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହାଙ୍କୁ କିଛିଟା ଲୋକେ ଗମ୍ଭୀର କୋଟା ବୋଲି ସମ୍ବୋଧନ କରୁଛନ୍ତି। ଉଦାହରଣ ସ୍ୱରୂପ ହର୍ଷିତ ରାଣା ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ଯେତେ ଖରାପ ପ୍ରଦର୍ଶନ କଲେ ମଧ୍ୟ ସେମାନଙ୍କୁ ଦଳରେ ନିଶ୍ଚିତ ସ୍ଥାନ ମିଳୁଛି। ଆୟାରଲ୍ୟାଣ୍ଡ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ବ୍ୟାଟିଂ ଏବଂ ବୋଲିଂ କେମିତି ଥିଲା ତାହା ସମସ୍ତେ ଦେଖିଛନ୍ତି। ଯଦି ସୁନ୍ଦରଙ୍କ ସ୍ଥାନରେ ବୈଭବଙ୍କୁ ସୁଯୋଗ ଦିଆଯାଇଥାନ୍ତା ଏବଂ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କ କ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଥାନ୍ତା, ତେବେ ବୈଭବ ଓପନିଂ କରିପାରିଥାନ୍ତେ। କିନ୍ତୁ ମ୍ୟାନେଜମେଣ୍ଟ ନିଜ ଜିଦ୍ରେ ଅଟଳ ରହିଥିଲା। ଯଦି ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହା ହିଁ କୁହାଯାଇଥାନ୍ତା କି ତୁମେ ଏବେ ଛୋଟ ପିଲା, ବାହାରେ ବସି ପାଣି ପିଅ ଓ ଟ୍ରେନିଂ ନିଅ, ତେବେ ଆଜି ଦେଶକୁ କ୍ରିକେଟର ଭଗବାନ ମିଳିନଥାନ୍ତେ। ସୋସିଆଲ ମିଡିଆରେ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କୁ ଲୋକେ ବହୁତ ସମାଲୋଚନା କରୁଛନ୍ତି। ମଞ୍ଜରେକର ଟ୍ୱିଟ୍ କରି କହିଥିଲେ ଯେ ଭାରତୀୟ ଦଳ ନିଜର ଇନଫର୍ମ ଓପନରମାନଙ୍କ ସହ କୌଣସି ପରୀକ୍ଷା ନିରୀକ୍ଷା ନ କରି ବୈଭବକୁ ବାହାରେ ରଖି ବହୁତ ଭଲ ନିଷ୍ପତ୍ତି ନେଇଛି। ସେ କହିଥିଲେ କି ଡ୍ରେସିଂ ରୁମ୍ରେ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଆସନ୍ତୁ ଦେଖିବା ଏହି ଇନଫର୍ମ ଓପନର ଅଭିଷେକ ଶର୍ମାଙ୍କ ଟି-20 ବିଶ୍ୱକପର ରେକର୍ଡ କ'ଣ ଥିଲା। ୟୁଏସ୍ ବିପକ୍ଷରେ 0 ଡକ୍, ପାକିସ୍ତାନ ବିପକ୍ଷରେ 0 ଡକ୍, ନେଦରଲ୍ୟାଣ୍ଡ ବିପକ୍ଷରେ 0 ଡକ୍, ଦକ୍ଷିଣ ଆଫ୍ରିକା ବିପକ୍ଷରେ 15 ରନ୍, ବାଂଲାଦେଶ ବିପକ୍ଷରେ 55 ରନ୍, ୱେଷ୍ଟଇଣ୍ଡିଜ ବିପକ୍ଷରେ 10 ରନ୍
ଇଂଲଣ୍ଡ ବିପକ୍ଷରେ ମାତ୍ର 9 ରନ୍ ହିଁ ସେ କରିପାରିଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେ 7ଟି ଇନିଂସରେ ମାତ୍ର 89 ରନ୍ କରିଥିଲେ ଏବଂ କେବଳ ଫାଇନାଲରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ 52 ରନ୍ କରିପାରିଥିଲେ। ଯେଉଁ ଖେଳାଳି 3 ଥର 0 ରନ୍ରେ ଆଉଟ୍ ହୋଇଛନ୍ତି ତାଙ୍କୁ ଇନଫର୍ମ କହି ବୈଭବଙ୍କ ଭଳି ପ୍ରତିଭାକୁ ବାହାରେ ବସାଇବା କେତେ ଦୂର ଯୁକ୍ତିଯୁକ୍ତ? ଅଭିଷେକ ଶର୍ମାଙ୍କୁ କାହାର ସମର୍ଥନ ଅଛି ବା ବ୍ୟାକିଂ ଅଛି ତାହା ସମସ୍ତେ ଜାଣିଛନ୍ତି। ତାଙ୍କୁ ଦଳରୁ ବାହାର କରିବାକୁ କାହାରି ସାହସ ହେଉନାହିଁ। ସୋସିଆଲ ମିଡିଆରେ ଆଉ ଏକ ରୋଚକ କଥା ମଧ୍ୟ ଆଲୋଚନା ହେଉଛି। କିଛି ପ୍ରଶଂସକଙ୍କ କହିବା କଥା ହେଉଛି ଯେ ବୈଭବ ସୂର୍ଯ୍ୟବଂଶୀଙ୍କ ବର୍ତ୍ତମାନର ବୟସ 15 ବର୍ଷ 93 ଦିନ। ଯଦି ସେ ଏବେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥାନ୍ତେ ତେବେ ସେ ସଚିନ ତେନ୍ଦୁଲକରଙ୍କ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବା ଅର୍ଥାତ୍ 16 ବର୍ଷ 205 ଦିନର ସେହି ଐତିହାସିକ ରେକର୍ଡକୁ ଭାଙ୍ଗି ଦେଇଥାନ୍ତେ। କିଛି ଲୋକେ ଥଟ୍ଟାରେ କହୁଛନ୍ତି କି ସଚିନଙ୍କ ରେକର୍ଡ ବଞ୍ଚାଇବା ପାଇଁ ହୁଏତ ବୈଭବକୁ ମାର୍ଚ୍ଚ 2027 ପୂର୍ବରୁ ଖେଳିବାକୁ ଦିଆଯିବ ନାହିଁ। ଯଦିଓ ଏହି କଥାରେ କୌଣସି ସତ୍ୟତା ନଥାଇପାରେ କିନ୍ତୁ ଏହା ଦର୍ଶାଉଛି କି ପ୍ରଶଂସକମାନେ କେତେ ମାତ୍ରାରେ କ୍ଷୁବ୍ଧ ଏବଂ ନିରାଶ ହୋଇଛନ୍ତି। ଭାରତର ପୂର୍ବତନ କ୍ରିକେଟର ମହମ୍ମଦ कैफ ମଧ୍ୟ ଏହି ଚୟନ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କି ଯଦି ପ୍ଲେଇଂ 11 ତିଆରି ହେଉଛି ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ପ୍ରଥମେ ରହିବା କଥା। ମ୍ୟାନେଜମେଣ୍ଟ ଯୁକ୍ତି କରୁଛି କି ଏହା ବିଶ୍ୱକପ୍ ବିଜେତାଙ୍କ ଦଳ, ତେଣୁ ସେମାନେ ସମାନ ଦଳ ସହ ଯିବେ ଏବଂ ବୈଭବକୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ କେଫ୍ ଏହାର ଜବାବରେ କହିଛନ୍ତି ଯେ ଯଦି ଆପଣ ଭବିଷ୍ୟତକୁ ଦେଖୁଛନ୍ତି ବୋଲି କହି ରୋହିତ ଶର୍ମାଙ୍କ ଭଳି ଚାମ୍ପିୟନ ଟ୍ରଫି ବିଜେତା ଅଧିନାୟକଙ୍କୁ ଅଧିନାୟକ ପଦରୁ ହଟାଇ ପାରୁଛନ୍ତି, ସୂର୍ଯ୍ୟକୁମାର ଯାଦବକୁ ବାଦ ଦେଇ ପାରୁଛନ୍ତି, ତେବେ 15 ବର୍ଷର ବୈଭବଙ୍କଠାରୁ ବଡ଼ ଭବିଷ୍ୟତ ଆଉ କିଏ ହୋଇପାରେ? ସେହିପରି ମହାନ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ମୁଁ ଭାବିଥିଲି ବୈଭବ 2ଟି ଯାକ ମ୍ୟାଚ୍ ଖେଳିବେ। ଆଗକୁ ବଡ଼ ବଡ଼ ସିରିଜ୍ ଆସୁଥିବାରୁ ଆୟାରଲାଣ୍ଡ ବିପକ୍ଷରେ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ଦେବା ପାଇଁ ଏହା ସବୁଠୁ ଭଲ ସୁଯୋଗ ଥିଲା। ଏଭଳି ଫର୍ମରେ ଥିବା ଖେଳାଳିମାନଙ୍କୁ ଆପଣ ଅଧିକ ଦିନ ଅଣଦେଖା କରିପାରିବେ ନାହିଁ। ଏହି ସମଗ୍ର ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି କି ବୈଭବ ସୂର୍ଯ୍ୟବଂଶୀଙ୍କର ବଢ଼ୁଥିବା ଲୋକପ୍ରିୟତାକୁ ଦଳର କିଛି ବଡ଼ ଖେଳାଳି ସହଜରେ ଗ୍ରହଣ କରିପାରୁନାହାନ୍ତି। ସୋନି ଲିଭ୍ କିମ୍ବା ଟିଭି ଚ୍ୟାନେଲଗୁଡ଼ିକରେ ଯେତେବେଳେ ପ୍ରୋମୋ ଦେଖାଯାଉଛି ସେତେବେଳେ ଶ୍ରେୟସ ଆୟର କିମ୍ବା ଅଭିଷେକ ଶର୍ମାଙ୍କ ଫଟୋ ପଛରେ ରହୁଛି ଏବଂ ବୈଭବଙ୍କ ଫଟୋ ଆଗରେ ରହୁଛି। ବ୍ରଡକାଷ୍ଟର ମାନେ ମଧ୍ୟ ଜାଣିଛନ୍ତି ଯେ ଦର୍ଶକ ବୈଭବକୁ ଦେଖିବା ପାଇଁ ଟିଭି ଅନ୍ କରୁଛନ୍ତି। ଏହି 15 ବର୍ଷର ପିଲାଟି ଯେମିତି ସବୁ ଲାଇମଲାଇଟ୍ ନ ନେଇଯାଉ ସେଥିପାଇଁ ହୁଏତ ଦଳ ଭିତରେ ଏକ ଅସୁରକ୍ଷିତ ଭାବନା ବା ଇନସିକ୍ୟୁରିଟି ସୃଷ୍ଟି ହୋଇଛି। ଶ୍ରେୟସ ଆୟର କେଉଁ ଆଧାରରେ ଅଧିନାୟକ ହୋଇ ବସିଛନ୍ତି ଏବଂ କାହା ଇଙ୍ଗିତରେ ଦଳ ଚଲାଉଛନ୍ତି ତାହା ମଧ୍ୟ ଚିନ୍ତାର ବିଷୟ। କୌଣସି ପ୍ରତିଭାକୁ ଆପଣ କିଛି ସମୟ ପାଇଁ ଚାପି ରଖିପାରନ୍ତି କିନ୍ତୁ ବେଶୀ ଦିନ ପାଇଁ ନୁହେଁ। ବୈଭବ ସୂର୍ଯ୍ୟବଂଶୀଙ୍କ ଭାଗ୍ୟରେ ସଫଳତା ଲେଖା ଅଛି। ତାଙ୍କ ଭିତରେ ଯେଉଁ ଅସାଧାରଣ ପ୍ରତିଭା ରହିଛି ତାହା ଭଗବାନଙ୍କର ଏକ ବରଦାନ। ସେ ନିଶ୍ଚିତ ଭାବରେ ଦଳକୁ ଫେରିବେ ଏବଂ ନିଜ ଯୋଗ୍ୟତାର ପ୍ରମାଣ ଦେବେ। ଆପଣମାନଙ୍କର କ'ଣ ମତ? କ'ଣ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ସତରେ ଅନ୍ୟାୟ ହୋଇଛି? ଆଗାମୀ ଇଂଲଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହିଁ ତାଙ୍କୁ ପ୍ଲେଇଂ 11ରେ ସୁଯୋଗ ମିଳିବା ଉଚିତ କି ନୁହେଁ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଭିଡିଓଟି ଭଲ ଲାଗିଥାଏ ତେବେ ଲାଇକ୍ ଏବଂ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର।